ସମସ୍ତେ ଯେଉଁମାନେ ବି ଭିଡ଼ିଓ ଦେଖୁଛନ୍ତି ପ୍ରାୟତଃ ସମସ୍ତେ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଥିବେ, କାରଣ ମୋର ଯଦି ଦେଖିବି ସବସ୍କ୍ରାଇବର ସବୁ ସେମିତି ପିଲାମାନେ ହିଁ ଅଛନ୍ତି। ତେଣୁ ଯେହେତୁ ଆପଣମାନେ ସମସ୍ତେ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଛନ୍ତି, ତେବେ ଆପଣମାନେ ସମସ୍ତେ ଦିନେ ନା ଦିନେ କୌଣସି ଅଫିସର ଅଫିସର ନିଶ୍ଚିତ ଭାବରେ ହେବେ। ଆପଣ ବ୍ୟାଙ୍କ ଏମ୍ପ୍ଲୟ ହୋଇପାରନ୍ତି, ଆପଣମାନେ କୌଣସି ଆର୍ଆଇ ଅଫିସରଟେ ହୋଇପାରନ୍ତି, ଆପଣମାନେ ଏଏସ୍ଓ ହୋଇପାରନ୍ତି, ଯେକୌଣସି ଗଭର୍ଣ୍ଣମେଣ୍ଟ ଚାକିରିଟା ଆପଣମାନେ କରିବେ, ଓଡ଼ିଶା ଗଭର୍ଣ୍ଣମେଣ୍ଟ ହେଉ ବା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହେଉ ଚାକିରିଟା କରିବେ। ଏବଂ ଯେତେବେଳେ ଆପଣ ଚାକିରିଟା କରିବେ ସେତେବେଳେ ଯଦି ଆପଣଙ୍କ ମୁଣ୍ଡରେ ସବୁ ଦୋଷ ଗୁଡ଼ିକ ଲଦି ଦିଆଯାଏ, ତେବେ ଠିକ୍ କି ଭୁଲ ଯେତେବେଳେ ଆମେ ଦେଖୁଛେ ବର୍ତ୍ତମାନ ଯୁଗ ହେଉଛି କ'ଣ ନା ଇଣ୍ଟରନେଟ୍ ଯୁଗ ଏବଂ ସୋସିଆଲ ମିଡ଼ିଆର ଯୁଗ। ଏବଂ ସୋସିଆଲ ମିଡ଼ିଆ ଯେତେବେଳେ ଯାହାକୁ ଜଣକୁ ଦୋଷାରୋପ କରାଯାଉଥାଏ ନା, ସମସ୍ତେ ତାରି ଉପରେ ସବୁ ଦୋଷ ଗୁଡ଼ିକ ଲଦି ଚାଲନ୍ତି, ସେଠି ମୁଣ୍ଡ ଖର୍ଚ୍ଚ କରନ୍ତିନି ଯେ ସେଠି ହେଇଛି କ'ଣ। ଆଜିର ଭିଡ଼ିଓରେ ଆମେ ଡିଟେଲ୍ସରେ ଆନାଲିସିସ୍ କରିବା ଜିତୁ ମୁଣ୍ଡାଙ୍କ କଥା। ବର୍ତ୍ତମାନ ଶୁଣିଥିବେ ଯେଉଁ କଥା ବର୍ତ୍ତମାନ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ହେଇଛି। ବର୍ତ୍ତମାନ ଯେଉଁ ଇନଫର୍ମେସନ୍ ଆଦିବାସୀ ଲୋକମାନେ ଅଛନ୍ତି ସେମାନଙ୍କ ପାଖରେ ଶିକ୍ଷା ବ୍ୟବସ୍ଥା କେମିତି ପହଞ୍ଚି ପାରିଛି, ବିଶ୍ୱ ଦରବାରରେ ଏକ ପ୍ରକାର ଓଡ଼ିଶାକୁ ଲଜ୍ଜିତ ହେବାକୁ ପଡ଼ିଛି। ଏଥିପାଇଁ କ'ଣ ଯିଏ ବ୍ୟାଙ୍କ ଅଫିସର ଥିଲେ ତାଙ୍କର ସବୁ ଭୁଲ, ନା ଏହାକୁ ଅନ୍ୟ ଦୋଷକୁ ଲୁଚାଇବା ପାଇଁ ସବୁ ଦୋଷ ତାଙ୍କ ଉପରେ ନଦି ଦିଆଯାଇଛି? ଆମେ ଡିଟେଲ୍ସରେ ଆନାଲିସିସ୍ ଏ ଭିଡ଼ିଓରେ କରିବା। ଭିଡ଼ିଓ ଟିକେ ଅଲଗା ଟାଇପ୍ର ରହିବ, ଧୈର୍ଯ୍ୟର ସହିତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ସବୁଠୁ ବଡ଼ କଥା ଯେ ଯେତେବେଳେ ଆମେମାନେ ସମସ୍ତେ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଛେ, ଆମେ ସମସ୍ତେ ଦିନେ ନା ଦିନେ ଗୋଟେ ଅଫିସର ହେବା, ଆମେମାନେ ଗୋଟେ ଗଭର୍ଣ୍ଣମେଣ୍ଟ ଚାକିରି କରିବାକୁ ଚେଷ୍ଟା କରୁଛେ। ଏବଂ ଯେତେବେଳେ ଆମେମାନେ କେଉଁ ଗୋଟେ ଅଫିସରେ ବସିଥିବା ଏମିତି ସିଚୁଏସନ୍ ଆମକୁ ଆସିବ, କାରଣ ଲୋକଙ୍କର ସେବା ପ୍ରଦାନ କରିବା ପାଇଁ ଆପଣମାନେ ପ୍ରିପାରେସନ୍ କରୁଛନ୍ତି, ଲୋକଙ୍କୁ ସେବା ଯୋଗାଇବେ। ଏବଂ ସବୁବେଳେ ମନେ ରଖିଥାନ୍ତୁ, ଯେତେବେଳେ ଆପଣମାନେ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଛନ୍ତି ସେତେବେଳେ ଲୋକଙ୍କୁ ସେବା କରିବା ପାଇଁ ଯାଉଛନ୍ତି, ପ୍ରଥମ ଆପଣଙ୍କର ଉଦ୍ଦେଶ୍ୟ ରହିବ ଯେ ଲୋକଙ୍କୁ କେମିତି ଆପଣ ସେବା ଭଲ ଭାବରେ ଦେଇପାରିବେ, ସେ ଉଦ୍ଦେଶ୍ୟ ଆପଣମାନଙ୍କର ରହିବା କଥା। ଏବେ ସିଚୁଏସନ୍କୁ ଦେଖିବା। ଏ ସିଚୁଏସନ୍ରେ କ'ଣ ହେଇଥିଲା ଆମକୁ ଦେଖିବାକୁ ପଡ଼ିବ। ସିଚୁଏସନ୍ କ'ଣ ପୁରା ଯଦି ସିଧା କଥା ଦେଖିବା, ଯେଉଁ ଜିତୁ ମୁଣ୍ଡାଙ୍କ କଥା ଆସୁଛି, ତାଙ୍କୁ ତାଙ୍କର ପ୍ରାପ୍ୟ ପାଇବାର ଥିଲା, ତାଙ୍କ ଟଙ୍କା ତାଙ୍କ ଭଉଣୀଙ୍କର ଟଙ୍କା ବ୍ୟାଙ୍କରେ ଥିଲା। ଆମେ ଜାଣିଛେ ଯେତେବେଳେ କୌଣସି ଲୋକ ମରିଯାଏ ଯେତେବେଳେ ଆମକୁ ସେ ଟଙ୍କାର ଆବଶ୍ୟକତା ଅଛି, ବ୍ୟାଙ୍କରେ ଯଦି ଆସିବାର ଥିବ ନମିନିର ନାଁ ଥିବ। ଯେତେବେଳେ ନମିନିର ନାଁ ଥିବ ବା ଯେଉଁମାନେ ସେ ଟଙ୍କା ପାଇବାର ହକଦାର ହେଇଥିବେ, ସେଥିପାଇଁ ଯେ ଲୋକଟି ବଞ୍ଚିଛି କି ମରିଛି ତାର ପ୍ରମାଣ ଦେବାକୁ ପଡ଼େ, ଯାହା ବ୍ୟାଙ୍କ ଅଫିସର ତାଙ୍କୁ ମାଗିଥିଲେ। ଏବଂ ମାଗିବେ ବି ସେମିତି। ଯଦି ମୁଁ ଯାଇକି କହିବି ମୋ ନାଁରେ ବର୍ତ୍ତମାନ ଆପଣମାନେ ଯାଇକି କହିବେ କୃଷ୍ଣାଂଶୁ ଗିରି ମରିଯାଇଛି, ଆମେ ତାଙ୍କ ଘର ଲୋକ, ଆପଣ ଟଙ୍କା ଦେଇଦିଅନ୍ତୁ, ତେବେ କେହି କହି ବ୍ୟାଙ୍କ ଏମ୍ପ୍ଲୟ ତ ଆପଣ ଟଙ୍କା ଦେଇଦେବନି। ତେବେ ସେତେବେଳକୁ ଯେତେବେଳେ ଯିବେ ସେତେବେଳେ ଆପଣମାନଙ୍କୁ ଦରକାର ପଡ଼ିବ ମୋ ଡେଥ୍ ସାର୍ଟିଫିକେଟ୍ ଆବଶ୍ୟକତା ପଡ଼ିବ, ମୋ ଲିଗାଲ୍ ମାନଙ୍କୁ ଦେଖିବାକୁ ପଡ଼ିବ, ମୋର ଯେଉଁମାନେ ଉତ୍ତରାଧିକାରୀ, ତ ସେଇ ଜିନିଷ ଆସେ। ତେବେ କଥା ହେଉଛି ଏଇ ଯେଉଁ ଡେଥ୍ ସାର୍ଟିଫିକେଟ୍ ଦିଏ କିଏ? କ'ଣ ଡେଥ୍ ସାର୍ଟିଫିକେଟ୍ ବ୍ୟାଙ୍କ ଅଫିସରଙ୍କୁ ଦେବାର ଦାୟିତ୍ୱ ଅଛି କି? କାହିଁକି ସିଆଡ଼କୁ ପ୍ରଶ୍ନ ଗଲାଣି, ତାକୁ ବୁଝିବାର ଅଛି। ଯଦି ଆମେ ଆଦିବାସୀ ଲୋକଙ୍କ କଥା ଯାଉଛେ, ସେମାନଙ୍କ ପାଖରେ ସେତିକି ନଲେଜ୍ ନାହିଁ। ଜଣେ ଯେତେବେଳେ ମୃତ୍ୟୁବରଣ କରୁଛି, ଜନଗଣନା ଚାଲିଛି, ସବୁକିଛି ଚାଲିଛି, ସେମାନେ ଆପ୍ଲାଏ କରିପାରୁନାହାନ୍ତି। ସେମିତି କାହିଁକି ସିଷ୍ଟମ୍ ନାହିଁ? ସେମାନେ ଡେଥ୍ ସାର୍ଟିଫିକେଟ୍ ଯେମିତି ଆପଣମାନେ ଆଧାର କାର୍ଡ଼ ଆବଶ୍ୟକତା ପଡ଼ୁଛି, ଯେତେବେଳେ ଭୋଟିଂ ହେଉଛି ସେତେବେଳେ ଘରେ ଘରେ ଯାଇକି ଭୋଟର ଲିଷ୍ଟ ବାହାରି ଯାଉଛି, ସେତେବେଳେ କିନ୍ତୁ ଡେଥ୍ ହେଇଗଲା ପରେ ଡେଥ୍ ସାର୍ଟିଫିକେଟ୍ ସେମାନଙ୍କୁ ଦେଇଦେବାର ଅସୁବିଧା କ'ଣ ଅଛି? ଯଦି ଆମେମାନେ ସବୁ ପଞ୍ଚାୟତ ସବୁ କିଛି ତ ଆଜିକାଲି ଅନଲାଇନ୍ ହେଇଗଲାଣି, ଆମେ ଜାଣିପାରୁଛେ କେତେ ଜଣ ମରିଲେ, ଜନସଂଖ୍ୟା କମିଲେ, ସବୁ ଡାଟା ଯାଉଛି। ଯେତେବେଳେ ଜଣେ ମରିଯାଉଛି ଆମେ ଡେଥ୍ ସାର୍ଟିଫିକେଟ୍ ତାକୁ କାହିଁକି ଦେଇପାରୁନେ? ଯେତେବେଳେ ଜଣେ ଜନ୍ମ ହେଉଛି ତାକୁ ଆମେମାନେ ତା ଜନ୍ମ ସାର୍ଟିଫିକେଟ୍ ବା ବାର୍ଥ ସାର୍ଟିଫିକେଟ୍ କାହିଁକି ଦେଇପାରୁନେ? ସେଥିପାଇଁ ଆପ୍ଲାଏ କରିବାକୁ ପଡ଼ିବ। ଏଠି ଟଙ୍କା ଦିଅ, ସେଠି ସବୁ ଫ୍ରି କୁହାହେଉଛି, କିନ୍ତୁ କ'ଣ ବ୍ୟବସ୍ଥା ଚାଲିଛି ସମସ୍ତେ ଜାଣିଛନ୍ତି। ତେବେ ଡେଥ୍ ସାର୍ଟିଫିକେଟ୍ ଦେବା ଦାୟିତ୍ୱ ତାଙ୍କର ଥିଲା କି ନଥିଲା? ଲିଗାଲ୍ ହେୟାର ଯେଉଁ ବାହାରିବ, ଲିଗାଲ୍ ସାର୍ଟିଫିକେଟ୍ କିଏ ତାଙ୍କର ଉତ୍ତରାଧିକାରୀ ଅଛନ୍ତି, ଯେଉଁଟା ଲିଷ୍ଟ ଆସେ, ସେ ଲିଷ୍ଟ ଦେବାର ଦାୟିତ୍ୱ କାହାର ଅଛି? ତା ବ୍ୟାଙ୍କ ଏମ୍ପ୍ଲୟ ଦେବେ କି? ତାହା ସିଏ ବି ଦେବେନି। ତେଣୁ ଯେତେବେଳେ ଆମେ ଜଣକୁ ଦୋଷାରୋପ କରୁଛେ, ଏଠି ଦେଖନ୍ତୁ ବର୍ତ୍ତମାନ ଯଦି ଆମେ ଦେଖିବା ଜିତୁ ମୁଣ୍ଡାଙ୍କୁ ସବୁ ପ୍ରକାର ସାହାଯ୍ୟର ହାତ ବର୍ତ୍ତମାନ ବଢ଼େଇ ଦେଇଛନ୍ତି, କିନ୍ତୁ ଏଠି ଜଣକୁ ସାହାଯ୍ୟର କଥା ଆସିନି। ଏଠି ଆମେ ବୁଝିବା ଦରକାର ଆଙ୍କ ପାଖରେ ସେତିକି ଦେଖନ୍ତୁ ହେଇପାରେ ତାଙ୍କ ପାଖରେ ଆପଣ ଶିକ୍ଷାର ନଥିଲା, କିନ୍ତୁ ତାଙ୍କର ସାହସ ସେତିକି ଥିଲା ଯେ ଇତିହାସ ଗୋଟେ ରଚିବା ପାଇଁ, ଏବଂ ଆବଶ୍ୟକତା ବି ଥିଲା। ଯେତେବେଳେ ଜଣେ ଲୋକ ସାଧାରଣ ଲୋକଟେ କିଛି ଆଡ଼ୁ ପାଏନି। ଏବଂ ଆଉ ଗୋଟେ ଆମେମାନେ ଯଦି ଭୁଲ ଦେଖିବା, ଏଇଠି ବ୍ୟାଙ୍କର ଗୋଟେ ଭୁଲ ଦେଖିବା ହେଇପାରିଥାଇପାରେ, ଇଏ ଗୋଟେ ଆମେ ଯଦି ଏଙ୍ଗେଲରୁ ଯିବା ଯେ କମ୍ସେ କମ୍ ଆମେମାନେ ଯେତେବେଳେ ଜଣେ ଲୋକକୁ ଦେଖୁଛେ ତାଙ୍କ ପାଖରେ ଶିକ୍ଷାର ସେତିକି ବ୍ୟବସ୍ଥା ଆମେ ବୁଝିବାର ଦାୟିତ୍ୱ। ସେ ଯଦି ଗୋଟେ ଦିଗରେ ଦେଖିବା, ସେଇଟା ହେଉଛି ବ୍ୟାଙ୍କରେ ଯଦି ସେ ଭୁଲ ଗୋଟେ ପ୍ରକାର ହେଇଥାଇପାରେ। କିନ୍ତୁ ଅନ୍ୟ ଦିଗ ଗୁଡ଼ିକ ପ୍ରତି ଦେଖିବା, ଯଦି ଗୋଟେ ଜଣେ ବ୍ୟାଙ୍କ ଏମ୍ପ୍ଲୟକୁ ଆମେ କହିବା ଯେ ସେ ଟଙ୍କା କାହିଁକି ଦେଲେନି, ତ ସିଧା କଥା ସେ ଲିଗାଲ୍ ହେୟାର ଆଣିନଥିବେ, ଯେଉଁ ଆମେ ଉତ୍ତରାଧିକାରୀ ଦେଖୁଛେ ତା ଲିଷ୍ଟ ଆଣିନଥିବେ। ତାପରେ ଆମେମାନେ ଦେଖିବା ଯେ ଡେଥ୍ ସାର୍ଟିଫିକେଟ୍ ସେ ଆବଶ୍ୟକତା ଅଛି ସେଥିଟା, ସେ ଦୁଇଟା ନହେଲେ ଆପଣମାନେ କେବେ ବି ଟଙ୍କା ଉଠାଇ ପାରିବେନି, ଆପଣଙ୍କ ଯେକୌଣସି ବ୍ୟାଙ୍କକୁ ଯାଆନ୍ତୁ କେବେ ଦେଇପାରିବେନି। ତେଣୁ ସେ କ୍ଷେତ୍ରରେ ଆପଣମାନେ ଜଣେ ବ୍ୟାଙ୍କ ଏମ୍ପ୍ଲୟକୁ ବା ଜଣେ ଯିଏ ଯେତେବେଳେ ଅଫିସର ଥିଲେ ତାକୁ ଦୋଷାରୋପ କରିପାରିବେନି। କିନ୍ତୁ ଆମେ ଅନ୍ୟ କ୍ଷେତ୍ରକୁ ଯେତେବେଳେ ଯାଉଛେ, ଅନ୍ୟମାନେ ଯେଉଁମାନେ ଦେଖନ୍ତୁ ଡେଥ୍ ସାର୍ଟିଫିକେଟ୍ କାହିଁକି ଆସିପାରିଲାନି, ସେଆଡ଼ୁ ପ୍ରଶ୍ନ ନାହିଁ। ଜଣକ ଆଡ଼େ ଆମେ ପ୍ରଶ୍ନ, ଯେଉଁଠି ମାଗିତେ ଯାଇଥିଲେ କାହିଁକି ଟଙ୍କା ଦିଆଯାଇନଥିଲା। ଆମେ ଦେଖିବାକୁ ଯାଉନେ ସେମାନଙ୍କର ଯେଉଁ ଲିଗାଲ୍ ହେୟାର ବାହାରେ ସାର୍ଟିଫିକେଟ୍ ବାହାରେ, ସେଟା କାହିଁକି ବାହାରି ପାରିନି?
ତାକୁ କାଢ଼ିବାର କାହିଁକି ଅସୁବିଧା ହେଇଥିଲା ଏବଂ ଯେତେବେଳେ ଜଣେ ଆଦିବାସୀ ଲୋକ ବୁଝିପାରୁନି ତାଙ୍କ ଭାଷା ତାଙ୍କ ଲୋକମାନେ ବି ସେଠି ରହୁଛନ୍ତି ସେଠି କାହିଁ ମିଳିପାରିନି ଆମେ ଯେଉଁ ରିଜର୍ଭେସନ୍ ସିଷ୍ଟମ୍ ଦେଉଛେ ରିଜର୍ଭେସନ୍ କ'ଣ ଅଭାବ ହେଇଯାଇଛି ରିଜର୍ଭେସନ୍ ତ ଗଭର୍ଣ୍ଣମେଣ୍ଟରେ ଓଡ଼ିଶାରେ ଆହୁରି ବଢ଼ିଆର ବ୍ୟବସ୍ଥା ଚାଲିଛି କିନ୍ତୁ ବର୍ତ୍ତମାନ କ'ଣ ଆହୁରି ରିଜର୍ଭେସନ୍ ଆବଶ୍ୟକତା ଅଛି ନା ପ୍ରକୃତ ରିଜର୍ଭେସନ୍ ଠିକ୍ ଜାଗାରେ କାମ ହିଁ କରୁନି ଏତେ ବର୍ଷ ସ୍ୱାଧୀନତାର ଏତେ ବର୍ଷ ପର୍ଯ୍ୟନ୍ତ ରିଜର୍ଭେସନ୍ ଦିଆଗଲା ତଥାପି ତାଙ୍କ ପାଖରେ ଶିକ୍ଷାକୁ ଆମେ ସେତିକି ପହଞ୍ଚି ପାରିଲେନି ଦେଖନ୍ତୁ ଏଇ କଥା କ'ଣ ହେଉଛି ଦେଖନ୍ତୁ ଯେତେବେଳେ ଜଣେ ଆମେ ଯଦି ଗୋଟେ ଆଦିବାସୀ ଲୋକ ବି ଦେଖିବା ଜଣେ ଚାକିରି ପାଇଯାଇଛି से चाकरी पाइला से एजुकेटेड है से एजुकेशन को ठीक से पाइला ता छुआ मान से एजुकेटेड कराला तापर से रिजर्वेशन पाइला तारी पीढ़ी मैंने बढ़ी चलले किंतु आम जो देखुचे जे अन्य जो मैंने रहीगले तांकरी से आदिवासी मानकर भी लोक अच्छा से सुविधा पाई मानते जे मूल्य लगुच बाप मूल्य लगुच मैंने ता छुआ भी मूल्य लगुच कारण से से आदिवासी भितर जो कंपिटिशन नहीं जाऊँगी से सहित कंपिटिशन कर जब बाद पड़ जाते धरी जड़े रिजर्वेशन पाई ऊपर उठला जब आम काढ़ी दिंते तापर आउ कि लोक सुजोग दिंते तो धीरे धीरे इम्प्रूवमेंट हुआ ठीक अच्छे से अन्य कथा रिजर्वेशन आड़ू कितु ये बुझा दरकार गवर्नमेंटर भूल के आड़ू ठीक अच्छे गवर्नमेंट जनक आड़ू जमी आम कहते जनक पर सब दोष लदिक आम खसीजा राजनीति गोटे प्रकार राजनीति चली तेणु जिते आपने समस्ते निजे निजे प्रिपेरेसन कर भी दिन दिन चाकरी करेंगे आपण प्रति भी सेमती आक्षेप आसीपे ठीक अच्छे गोटे टार्गेट तो से आपर स्टेप कौन रहा दरकार कारण आपन को कहुई धरनीयंतु आपन को कहुई ये सब डॉक्यूमेंट पाइला आप प्रदान करेंगे आप गोटे बैंक एम्प्लॉय होता आपको कह लीगल हेयर आप डेथ सर्टिफिकेट देखला टका ट्रांसफर करेंगे आप मन इच्छा ट्रांसफर करेंगे से क्षेत्र में आप स्टेप कौन रही तेणु सब दिग प्रति जिते आम देखुचे बर्तमान सोशल मीडिया सोशल मैं जो से नॉलेज भी ना से भी चलाऊँ तो से पाखे समस्त दशर तापर राजनीति ताकू ही नहीं समस्त आसीगले समस्त से बैंक एम्प्लॉय पर दोष गुड़िक लदी देगले किंतु भाविया दरकार जे प्रकृति तांको दोष कि डेथ सर्टिफिकेट तो से दे न था डेथ सर्टिफिकेट किए दे डेथ सर्टिफिकेट देला पर जो दे न देवनी कहीं समस्ते देवे ठीक अच्छे कहीं अटकई पारे ठीक है कौन बैंक अटकई पारे डेथ सर्टिफिकेट देवे से बैंक कौन पैसा तो आपको अटकई देव हो पारे आज टंका नहीं लेट कर से कंदल हुए से आम देखुचे सब जगह सेमती हो नेटवर्क ना से इश्यू पारे धाड़ी रही पारती से असुविधा हो पाए किंतु मना के कहीं करें तेणु ये हूँ कथा किंतु व्यवहार केमती मिली बैंक में सी बड़ प्रश्न द्वितीय प्रश्न जे बुझेबारे भी से विफल होते सी गोटे प्रकार कथा किंतु सबु दोष जे बैंक को दे कि जो राजनीति चली यह केवल सठिक नुहे एवं केवल से जन को आम केवल जीतू मुंडा को कथा कहबानी सेमिति बहुत सारा आदिवासी लोक अच्छा जो मैंने निजर अधिकार पाई स्वर ही उठे पारती से बुझी ना डेथ सर्टिफिकेट कौटू बाहर जो जाती ये कहे से जाओ से सर्टिफिकेट आण तार जेरक्स आण अर्थ भी बुझीपार मैंने ओडिया ठीक से बुझीपारती भाषा अलग थाए तबे से सब दिग प्रति सरकार दृष्टि रखा दरकार डेथ सर्टिफिकेट केमती डायरेक्ट मिल पार प्रति व्यवस्था करूँ जब गोटे उदाहरण है प्रति कौन निआई आम जन को आम चाहिए हाँ प्रति आम देदेले 10,000 के 20,000 के लक्ष के 10 लाख देदेल किंतु से मान प्रति केमती पहुँची पार आम से व्यवस्था कले कि आम किसी व्यवस्था कले कि डेथ सर्टिफिकेट जब डेथ सर्टिफिकेट एत इश्यू होची आम से डेथ सर्टिफिकेट केमती जन मरला सहजरे पाइपर व्यवस्था आम कले कि आम कले कि जमी भिजिट कर प्रदान कर हेल्थ डिपार्टमेंट रोज से करें किसी आप पदक्षेप बर्तमान देखले केवे तार सल्यूसन दि जाए जनक प्रति अन्याय होती जी स्वर उठे ताकू ही बंद कर दियो स्वर को ठीक अच्छे सब कुछ दे दियो बंद कर दियो बास जन को मोहरा कर दियो सब दोष लद दियो बास खसी जाओ व्यवस्था यह एवं समस्ते बुझिकी भी अपुछार एक्टिंग कर डिटेल्स वीडियो आप मतामत अपेक्षा रही धन्यवाद।